କଂଗ୍ରେସର ଟିକେଟ୍ ନା ଘୋଷଣା ହୋଇଛି ବିଧାନସଭାରେ ଦଳ ଆପଣଙ୍କ ଉପରେ ଆସ୍ଥା ପ୍ରକଟ କରିଛି କ'ଣ ପ୍ରଥମ ପ୍ରତିକ୍ରିୟା ରହିବ ଆପଣଙ୍କର? ଦଳକୁ ଧନ୍ୟବାଦ ଦେବି ଆମର କେନ୍ଦ୍ର ତଥା ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ମୋ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। ଆମେ ଆଶା କରୁଛୁ ଆମେ ଗତ 2 ଥର ଯେନ୍ତା ନିର୍ବାଚିତ ହେଇକରି ଯାଉଛୁ ସେଟା ଏଥର ବି କଂଗ୍ରେସ ଦଳକୁ ଲାଗି ବିଜୟ ହେବ। ବହୁତ ଦିନରୁ ଆପଣ ତାର ଲାଗି ସଂଗଠନ କରୁଥିଲେ ବୁଲୁଥିଲେ ଏବେ ଟିକେଟ୍ ପାଇଛନ୍ କାଣା ଏଜେଣ୍ଡା ରହିବା କେନ୍ତା କାଣା ସଂଗଠନ ତ ଆମର ବହୁତ ମଜବୁତ ଅଛି ବଲାଙ୍ଗୀରରେ ଭାବୁଛେ ସାରା ରାଜ୍ୟରେ କଂଗ୍ରେସର ଯଦି ଦେଖମା ବେଲେ ୱାନ୍ ଅଫ୍ ଦ ଷ୍ଟ୍ରଙ୍ଗେଷ୍ଟ ସିଟ୍ କୁହାଯାଇପାରେ ବଲାଙ୍ଗୀର କଂଗ୍ରେସକେ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀକେ ନିଶ୍ଚିତ ଭାବେ ଆମର ଗତ 10 ବର୍ଷର ବିଧାୟକଙ୍କର ଯାହା ବି କାମ ତଥା ଇନର ଯେନ୍ ସ୍ଥାନୀୟ ନେତୃତ୍ୱ ମାନଙ୍କର ବିରୋଧରେ ଯେନ୍ ଲୋକଙ୍କର ଗୋଟେ ଜନମତ ସୃଷ୍ଟି ହେଇଛି ସେଟାକେ ଦେଖିକରି ବଲାଙ୍ଗୀରବାସୀ ଫେର ଥରେ ସମର୍ଥନ କରିବେ ବୋଲି ମୁଁ ଆଶା କରୁଛି। ଗୋଟେ ଆଡ଼େ ନବୀନ ବ୍ରାଣ୍ଡ ଆଉ ଗୋଟେ ଆଡ଼େ ମୋଦି ଲହର ତାକେ କେନ୍ତା କରି କଂଗ୍ରେସ ଟେକଲ୍ କରବା ଆମର ନରସିଂହ ଲହର ଅଛି ବଲାଙ୍ଗୀରରେ ଆମେ ଆମର ବିଧାୟକର ଯାହା ବି ସେ କାମ କରିଛନ୍ ଗତ 10 ବର୍ଷରେ ତାକେ ଆଧାର କରିକି ନିର୍ବାଚନ ଲଢ଼ୁଛୁ ଆଉ ତାଙ୍କର ପ୍ରତି ଲୋକଙ୍କର ଅଭୂତପୂର୍ବ ସମର୍ଥନ ଅଛି ସେଟାକେ ଆମେ ପାଥ୍ୟ କରିକି ନିର୍ବାଚନ ଲଢ଼ିବାକୁ ବିଜୟ ସୁନିଶ୍ଚିତ ବୋଲି ଆଶା କରିବେ ନିଶ୍ଚିତ ଭାବେ।